जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आस्ट्रो सेशन आरंभ करबा आस्ट्रो सेशन क्रम आज आम पढ़ा नक्षत्र सीरीज पढ़ुले आम ऑलरेडी विशाखा नक्षत्र पर्यंत पढ़ी देइछे। आज आम पढ़ा अनुराधा नक्षत्र। प्रत्येक नक्षत्र सीरीज रे एगुड़ा छोट छोट बोली केही देखिया चाहूना एड़ा कौन ये गोटे नक्षत्र गुड़ाक बनाउछंती बनेकी कौनटा बा मिलिबो। नक्षत्र एते पावरफुल टूल जे या भितरे करा जायतिबा प्रेडिक्शन जदि आपणकर जन्म समय ठीक अछि आपण पाखरे चार्ट ठीक अछि ताहले ଯେଉଁ ନକ୍ଷତ୍ରରେ ଯୋଉ ପ୍ଲାନେଟ ମାନେ ବସିଛନ୍ତି ସେମାନେ ନକ୍ଷତ୍ର ହିସାବରେ ହିଁ ଆକ୍ଟ କରିବେ। ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଆପଣ ମାନେ ଏଟା ଦୟାକରି ମନେ ରଖିଥାନ୍ତୁ। ଯେତେବେଳେ ବୈଦିକ ଯୁଗରେ ପୁରାତନ ଯୁଗରେ କୌଣସି ଆଡଭାନ୍ସଡ ଫଳାଦେଶ ଟେକ୍ନିକ ଆଭେଲେବୁଲ ନଥିଲା ସେତେବେଳେ ଏଇ ନକ୍ଷତ୍ରକୁ ବେଶ କରିକି ହିଁ ପ୍ରେଡିକ୍ସନ କରାଯାଉଥିଲା। ଏବଂ ସଂସାରରେ ପ୍ରାୟତଃ ଯେତିକ ମୁଖ୍ୟ ଦଶା ପ୍ରଣାଳୀ ଅଛି ଦଶା ରିଡିଂ ଟେକ୍ନିକ ଅଛି ଏଇଟା ସେଗୁଡିକ ମଧ୍ୟ ଏଇ ନକ୍ଷତ୍ର ଉପରେ ବେସ୍ଡ କରେ। ସବୁଠୁ ଯୋଉ ଫେମସ ଦଶା ରିଡିଂ ଟେକ୍ନିକ ଅଛି ବିଂଶୋତ୍ତରୀ ଦଶା ରିଡିଂ ଟେକ୍ନିକ ସେ ବିଂଶୋତ୍ତରୀ ଦଶା ରିଡିଂ ଟେକ୍ନିକ ମଧ୍ୟ ନକ୍ଷତ୍ରର ସିରିଜ ଉପରେ ବେଶ କରେ। ତେଣୁ ନକ୍ଷତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନକ୍ଷତ୍ରର ଛୋଟ ଛୋଟ କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକୁ ଯଦି ଆମେ ମନେ ରଖିବା ଆମକୁ ଯଦି ମନେ ରଖିବା ତାର କିଛି ବି ଯେତିକି ବି ବାରମ୍ବାର ପଢିଲେ ତ ସବୁ କିଛି ମନେ ରହିବ। ଯଦି ମନେ ରଖିବା ତାହେଲେ ଆମର ପ୍ରେଡିକ୍ସନ ରେ ଏହାକୁ ଆମର ବହୁତ ହି ମାତ୍ରାରେ ଉପାଦାୟୀ ହେବ। ସେଇଥିପାଇଁ ଆମେ ନକ୍ଷତ୍ର ଗୁଡା ପଢୁଛେ। କୁଣ୍ଡଳୀରେ ଯେକୌଣସି ଗ୍ରହ ଯେକୌଣସି ଭାବରେ ବସିଥାନ୍ତୁ ସେଇ ଗ୍ରହ ଗୁଡିକ କୌଣସି ନା କୌଣସି ନକ୍ଷତ୍ରରେ ହିଁ ବସିଥିବେ। ତେବେ ଗ୍ରହ ଯଦି ଗାଡି ହେଲା ଗ୍ରହ ଯଦି ଆପଣଙ୍କର ଭେହିକିଲ ହେଲା ତାହେଲେ ସେଥିରେ ପଡୁଥିବା ଫୁଏଲ ତା ଦେହରେ ପଡୁଥିବା ପେଟ୍ରୋଲ ଡିଜେଲ ହଉଛି ସେ ନକ୍ଷତ୍ର। ତେଣୁ ଆମେ ଏଇ ନକ୍ଷତ୍ର ସିରିଜ ଗୁଡିକ କରୁଛେ। ପ୍ରଥମେ ଛୋଟ ଛୋଟ କରିକି ସେ ନକ୍ଷତ୍ର ସିରିଜକୁ ବାଣ୍ଟି ଦଉଛେ ଯେ ଏଇ ଜିନିଷଟା ଏଇଆ ହେବ। ନକ୍ଷତ୍ର ଜଡ ରୁଟ ସେ ରୁଟ ରେ ପ୍ଲାନେଟ ମାନେ ବସିଛନ୍ତି। ୟା ମାନେ ଏଇଆ ନୁହଁ କି ନକ୍ଷତ୍ର ମାନେ ଏକ ପ୍ଲାନେଟ ଯୋଉ ନକ୍ଷତ୍ରରେ ବସିଲେ କେବଳ ନକ୍ଷତ୍ର ଅନୁସାରେ ହିଁ ଫଳ ଦେବେ। ସେମାନେ ପ୍ଲାନେଟ ବି ତାଙ୍କର ନୈସର୍ଗିକ ବା ତାଙ୍କର ନିଜସ୍ୱ ପ୍ରକୃତି ଅନୁସାରେ ବି ଫଳ ଦେବେ। କିନ୍ତୁ ଯେହେତୁ ତାଙ୍କର ମୁଖ୍ୟ ଯୋଉଠି ସେ ଯୋଉ ନକ୍ଷତ୍ରରେ ସେମାନେ ବସୁଛନ୍ତି ସିଏ ତାଙ୍କ ରୁଟ ହେଇଗଲା ସର୍ବପ୍ରଥମେ ଫଳାଦେଶ ନକ୍ଷତ୍ରକୁ ବେଶ କରିକି ହିଁ କରିବା ଉଚିତ। ତାପରେ ନୈସର୍ଗିକ ଭାବକୁ ନେଇକି କରିବା ଉଚିତ। ତାପରେ ସ୍ଥାନ କାଳ ପାତ୍ର ଏ ତିନିଟା ଜିନିଷକୁ ଯଦି ତୁମେ ମର୍ଜ କରିକି ଫଳାଦେଶ ବା ପ୍ରେଡିକ୍ସନ ନ କଲ ହୁଏତ ସେ ପ୍ରେଡିକ୍ସନ ମ୍ୟାଚ କରିବ ନାହିଁ। ସେଥିପାଇଁ ନକ୍ଷତ୍ରର ନଲେଜ ଗୁଡିକ ନିତ୍ୟାନ୍ତ ଆବଶ୍ୟକ ଅଟେ। ଏବଂ ନକ୍ଷତ୍ର ପ୍ରେଡିକ୍ସନରେ ନକ୍ଷତ୍ରର ବେଷ୍ଟ ରିମେଡି ଗୁଡିକ ହୋମିଓପାଥି ଭଳିଆ କାମ କରେ। ଏବଂ ନକ୍ଷତ୍ର ଉପରେ ଯେତେ ଭଲ ଭାବେ ରିସର୍ଚ୍ଚ କରାଯାଏ ତେବେ ସେଇଟା ଆମକୁ ବହୁତ ଭଲ ଭାବରେ ହେଲ୍ପ କରିବ କୌଣସି ନା କୌଣସି ବହୁତ କ୍ରୋନିକ ଡିପ ରୁଟେଡ ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ। ତେବେ ଚାଲନ୍ତୁ ଆଜି ଆମେ ନକ୍ଷତ୍ର କ୍ରମରେ ଅନୁରାଧା ନକ୍ଷତ୍ରକୁ ପଢିବା। ଏଇ ନକ୍ଷତ୍ରକୁ କୁହାଯାଏ ଷ୍ଟାର ଅଫ ସକ୍ସେସ। ଅନୁରାଧା ନକ୍ଷତ୍ରକୁ ଷ୍ଟାର ଅଫ ସକ୍ସେସ କୁହାଯାଏ। ଏଇ ନକ୍ଷତ୍ର ଯେ ଦେବତା ହଉଛନ୍ତି ସେ ହଉଛନ୍ତି ମିତ୍ର। ଆପଣ ମାନେ ପୁରାଣ ଶାସ୍ତ୍ର ଯଦି ପଢିଥିବେ ତାହେଲେ ମିତ୍ର ମିତ୍ର ବରୁଣ ବୋଲି କୁହାଯାଏ। ମିତ୍ର ହଉଛନ୍ତି ଯିଏ କି ଗଡ ଅଫ ଫ୍ରେଣ୍ଡସିପ। ଗଡ ଅଫ ଫ୍ରେଣ୍ଡସିପ ଆଣ୍ଡ କଣ୍ଟ୍ରାକ୍ଟ। ଗଡ ଅଫ ଫ୍ରେଣ୍ଡସିପ ଆଣ୍ଡ କଣ୍ଟ୍ରାକ୍ଟ ମାନେ କଣ ଯେ ମିତ୍ରତାର ଗ୍ରହ ଯିଏ ଲୋକମାନଙ୍କ ଭିତରେ ପରସ୍ପର ଅଣ୍ଡରଷ୍ଟାଣ୍ଡିଂ ଯୋଉମାନଙ୍କର ପକ୍କା ରହିବ ଯୋଉ ସମ୍ବନ୍ଧ ଯୋଉ ମିତ୍ରତାର ସମ୍ବନ୍ଧର ଯିଏ ଦେବତା ସିଏ ହଉଛନ୍ତି ଅନୁରାଧା ନକ୍ଷତ୍ରର ଦେବତା। ଏଇ ନକ୍ଷତ୍ରର ସିମ୍ବଲ ହଉଛି ପଦ୍ମ ଫୁଲ ପରି ଲୋଟସ ଫ୍ଲାୱାର। ଏଇ ନକ୍ଷତ୍ରକୁ ଯୋଉ ଗ୍ରହ ରୁଲ କରନ୍ତି ସିଏ ହଉଛନ୍ତି ଶନିଶ୍ଚର ମହାରାଜ ସଟନ। ଧର୍ମ ଅର୍ଥ କାମ ମୁଖ୍ୟ ଚତୁର୍ବର୍ଗ ପୁରୁଷାର୍ଥ ମଧ୍ୟରୁ ଧର୍ମ ପୁରୁଷାର୍ଥ ଅଣ୍ଡରରେ ଏଇ ନକ୍ଷତ୍ର ଯାଏ। ଏଇ ନକ୍ଷତ୍ର
ଯୋଉ ଗଣ ଅଛି ମନୁଷ୍ୟ ରାକ୍ଷସ ଦେବତା, ଏଇ ନକ୍ଷତ୍ରର ଗଣ ହଉଛି ଦେବଗଣ। ଏଇ ନକ୍ଷତ୍ରର ବର୍ଣ୍ଣ ହଉଛି ଶୂଦ୍ର ୱାର୍କର, ଇଏ ସବୁବେଳେ କାମରେ ଲାଗିଥିବ। ଏଇ ନକ୍ଷତ୍ରର ନିଜସ୍ୱ ତତ୍ଵ ହଉଛି ଅଗ୍ନି ତତ୍ଵ। ବ୍ରହ୍ମା ବିଷ୍ଣୁ ମହେଶ୍ଵର ଏ ତିନି ଜଣ ଯୋଉ ଅଛନ୍ତି ତ୍ରିମୂର୍ତ୍ତି, ଏହି ନକ୍ଷତ୍ରକୁ ଭଗବାନ ବିଷ୍ଣୁ ରୁଲ କରନ୍ତି। ଏଇ ନକ୍ଷତ୍ରକୁ ଯୋଉ ପ୍ରାଣୀ ରିପ୍ରେଜେଣ୍ଟ କରେ ସିଏ ହଉଛି ଫିମେଲ ଡିଅର, ହରିଣୀ। ଏଇ ନକ୍ଷତ୍ରର ସିମ୍ବଲ ମାନେ ଯୋଉ ପକ୍ଷୀ ଏଇ ନକ୍ଷତ୍ରକୁ ରୁଲ କରନ୍ତି ସେ ହଉଛନ୍ତି ପିକକ୍। ପିକକ୍ ମାନେ ମୟୂର। ଏବଂ ଏଇ ନକ୍ଷତ୍ରକୁ ଯୋଉ ପ୍ଲାନେଟ ସରି ଯୋଉ ପ୍ଲାଣ୍ଟ ପ୍ଲାଣ୍ଟ ମାନେ ଯୋଉ ଗଛ ବୃକ୍ଷ ଗୁଡାକ ରିପ୍ରେଜେଣ୍ଟ କରନ୍ତି ସେ ହଉଛି ବଉଳ ଗଛ ଏବଂ ନାଗକେଶର ଗଛ। ଯଦି କୌଣସି ଲୋକ ଅନୁରାଧା ନକ୍ଷତ୍ରରେ ଜନ୍ମ ହେଇଥାଏ, କାରଣ ସରି ଯଦି କୌଣସି ଲୋକ ଅନୁରାଧା ନକ୍ଷତ୍ରରେ ଜନ୍ମ ହେଇଥାଏ ମାନେ ତାର ଚନ୍ଦ୍ର ଅନୁରାଧା ନକ୍ଷତ୍ରରେ ଥିବେ, ଏବଂ ଯଦି ତାର ନାମକରଣର ଦରକାର ପଡେ ତେବେ ଏହି ନକ୍ଷତ୍ରର ଲୋକମାନଙ୍କର ଆଦ୍ୟ ଅକ୍ଷର ନାଁ ନ ରହିବ। ନ, ନା, ନି, ନୋ, ନେ, ନ ରହିବ। ଏନ୍ ଫର ନାଗାଲ୍ୟାଣ୍ଡ, ନ, ନୂଆ, ନୂତନ, ଏଇଭଳିଆ ନରେ ଯାହା ନାଁ ଆପଣ ଦେଇପାରିବେ। ଏଇ ନକ୍ଷତ୍ରର ଗୋଟେ ବେଶୀ ଭଲ କ୍ୟାରେକ୍ଟରିଷ୍ଟିକ ଅଛି, ଅନୁରାଧା ନକ୍ଷତ୍ର ବାଲା ଯେତିକି ଆପଣ ପାଇବେ ସେମାନେ ଟିକେ ଦିମାଗରୁ ହଟକେ ଥିବେ। ଆପଣ ଏଇଟା ନେଗେଟିଭଲି ନେବେନି। ଯୋଉମାନେ ଅନୁରାଧା ନକ୍ଷତ୍ର ଅଛନ୍ତି ଟିକେ ଟିକେ ଦିମାଗରୁ ହଟକେ ଥିବେ। ଲୋକମାନେ ପ୍ରଥମେ ପ୍ରଥମେ ତାଙ୍କୁ ମିସଅଣ୍ଡରଷ୍ଟାଣ୍ଡ କରିବେ ହିଁ କରିବେ। ପ୍ରଥମ ଦେଖାରେ ସେ କୌଣସି ଜାଗାରେ ନିଜର ଭଲ ଇମ୍ପ୍ରେସନ ଜମେଇ ପାରିବେ ନାହିଁ। କିନ୍ତୁ ଏମାନେ ଅନୁରାଧା ନକ୍ଷତ୍ର ଯଦି ଚନ୍ଦ୍ର ଉପରେ ଅନୁରାଧା ନକ୍ଷତ୍ର କୌଣସି ଗୋଟେ କୁଣ୍ଡଲି ଆପଣ ପାଇଲେ ଏବଂ ଅନୁରାଧା ନକ୍ଷତ୍ରର ଚନ୍ଦ୍ର ଉପରେ ଯଦି କୌଣସି ଦୁଷ୍ପ୍ରଭାବ ନାହିଁ, ତାହେଲେ ଜାଣନ୍ତୁ ଅନୁରାଧା ନକ୍ଷତ୍ର ଭଳିଆ ଲୟାଲ ଆଉ ଡିଭୋଟେଡ ସାଙ୍ଗ ଆପଣଙ୍କୁ କୋଉଠି ମିଳିବ ନାହିଁ। ଅନୁରାଧା ନକ୍ଷତ୍ର ଭଳିଆ ଲୟାଲ ଏବଂ ଡିଭୋଟେଡ ସାଙ୍ଗ କୋଉଠି ମିଳିବନି। ସେମାନେ ତାଙ୍କର ରିଲେସନସିପ କୁ ଆଜୀବନ ମେଣ୍ଟେନ କରିକି ରଖିବାକୁ ଚାହାନ୍ତି। ତାଙ୍କର ଗୋଟେ ଦି ଦିନିଆ ସାଙ୍ଗ ନଥିବେ। ଯୋଉମାନେ ବି ମୁଁ ଅନୁରାଧା ନକ୍ଷତ୍ର ବିଷୟରେ କହିଲି ଯଦି ତାଙ୍କର ଚନ୍ଦ୍ର ଉପରେ କାହାର ଦୁଷ୍ପ୍ରଭାବ ନଥାଏ, ତାହେଲେ ଆପଣ ଜାଣନ୍ତୁ ସେ ଭଳିଆ ସାଙ୍ଗ ମିଳିବା ବହୁତ ଦୁଷ୍କର। ଏମାନେ ନିଜର ସାଙ୍ଗ ନିଜର ପରିବାର ପରିବେଶ ଯୋଉମାନଙ୍କୁ ଏମାନେ ନିଜର ବୋଲି ଭାବନ୍ତି ସେମାନଙ୍କ ପାଇଁ ଏମାନେ ଜୀବନ ତକ ଦେଇଦେବେ। ଏମାନେ ଏମାନଙ୍କୁ ଦେଖାଯାଏ କି ଏମାନେ ପରିସ୍ଥିତି ଯାହା ବି ହେଇଯାଉ ଧୀରେ ଧୀରେ ସ୍ଲୋଲି ସ୍ଲୋଲି ତାଙ୍କ କର୍ମ କ୍ଷେତ୍ରରେ ଏକ୍ସେଲ କରନ୍ତି ଏବଂ ବହୁତ ମେହନତି ଥାନ୍ତି। ତ ଆଜିର ସେସନରେ ଆମେ ଅନୁରାଧା ନକ୍ଷତ୍ର ଗୋଟେ ଛୋଟ ଡିସକସନ କଲେ। ଏଇ ଯୋଉ ଡିସକସନ ଗୁଡାକ ଆମେ କରୁଛେ ଏଗୁଡା କେବଳ ସିମ୍ବଲ ଉପରେ ରହୁଛି। ଆମେ ଯେତେବେଳେ ନକ୍ଷତ୍ରର ପିଓର ସିରିଜ ବନେଇବା କି ନକ୍ଷତ୍ର କିଭଳି ଆକ୍ଟ କରୁଥିବ, ସେତେବେଳେ ଆମେ ତାର କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକୁ ବିଶେଷ ଭାବରେ ଆଲୋଚନା ରଖିବା। ଠିକ ଅଛି ନା? ଏମାନଙ୍କର ଇଣ୍ଟୁସନ ପାୱାର ଏତେ ଥାଏ ନା ଅନୁରାଧା ନକ୍ଷତ୍ର ବାଲାଙ୍କର, ସେମାନଙ୍କୁ ସ୍ପଣ୍ଟେନିୟସଲି ସବୁ କିଛି ଜଣା ପଡେ। ସ୍ପଣ୍ଟେନିୟସଲି ସବୁ କିଛି ଜଣା ପଡେ। ପ୍ରାୟତଃ ଯଦି ଟିକେ ସ୍ପିରିଚୁଆଲ ଲୋକ ହେଇଥିବେ ତାହେଲେ ତାଙ୍କୁ ସ୍ପଣ୍ଟେନିୟସଲି ସବୁ କିଛି ଜଣା ପଡେ। ତେବେ ମୋର କହିବାର ତାତ୍ପର୍ଯ୍ୟ ହେଲା ଆମେ ଛୋଟ ଛୋଟ ନକ୍ଷତ୍ର ଗୁଡା ପଢୁଛେ, ମୁଁ ଏକ ଷ୍ଟୋରି ଆକାରରେ କହୁଛି, ଆପଣ ଦୟାକରି ଏଇଟାକୁ କିଛି କିଛି ନହେଲେ ବି ବାରମ୍ବାର ଦେଖିକି ମନେ ରଖନ୍ତୁ। ମୁଁ ବି ନିଜେ ଗୁଡାକୁ ଦେଖୁକି ମନେ ରଖୁଛି। ମୁଁ ଧୀରେ ଧୀରେ ମୁଁ ବି ପଢୁଛି ଏଗୁଡାକୁ ସବୁ। କହିବାର ତାତ୍ପର୍ଯ୍ୟ ହେଲା ଏଇ ନକ୍ଷତ୍ର ଗୁଡାକ ଆପଣ ଯେତେ କ୍ଲିୟରଲି ମନେ ରଖିବେ, ଆପଣଙ୍କୁ ଯେତେବେଳେ ଆମେ କନେକ୍ସନ ବା ଲିଙ୍କ ଆଉଟ କରିବା ସେତେବେଳେ ଆପଣଙ୍କୁ ଇଜି ରହିବ ରିମେଡି କରିବା ପାଇଁ। ତେବେ ଆଜିର ସେସନରେ ଆମେ ଜାଣିଲେ ଅନୁରାଧା ନକ୍ଷତ୍ର। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।